ବିଜେଡି ଗାଡ଼ିରେ 84 କେଜି ଗଞ୍ଜେଇ ଆସିଲା କୁଆଡ଼ୁ? ଅନିଲ ବିଶ୍ୱାଳ। ବିଜେଡିର ଘରେ ଘରେ ଶଙ୍ଖର ଅର୍ଥ ହେଉଛି ଘରେ ଘରେ ମଦ ଗଞ୍ଜେଇ। ଯୋଡ଼ି ଶଙ୍ଖର ଅର୍ଥ ଗଞ୍ଜେଇ ଓ ମଦ। ନବୀନ ବାବୁ ନିଜେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ବିଜେଡି ଟିକେଟ୍ ଦେଲେ। ବ୍ରହ୍ମପୁରରେ ବିଜୁ ଜନତା ଦଳର ଦଳୀୟ ଗାଡ଼ିରୁ 84 କେଜି ଗଞ୍ଜେଇ ଜବତ ହୋଇଛି। ସେହି ଗାଡ଼ିରେ ଆଗ ଓ ପଛରେ ବିଜେଡିର ଶଙ୍ଖ ଚିହ୍ନ ଲଗାଯାଇଛି। ଏହା ପ୍ରମାଣିତ କରୁଛି ଯେ ନିର୍ବାଚନ ସମୟରେ ବ୍ୟାପକ ପରିମାଣର ଗଞ୍ଜେଇ ବଣ୍ଟନ କରିବା ବିଜେଡି ଷଡ଼ଯନ୍ତ୍ର କରିଛି। ବିଜେଡିର ଚିହ୍ନ ଥିବାରୁ ଗାଡ଼ିରୁ ଏତେ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ବି ବିଜେଡିର କୌଣସି ନେତା ମୁହଁ ନ ଖୋଲିବା ପ୍ରମାଣିତ କରୁଛି ଯେ ନିଶ୍ଚିତ ଭାବେ ଏହି ଗଞ୍ଜେଇ ଚୋରାଚାଲାଣରେ ବିଜେଡିର ସମ୍ପୃକ୍ତି ରହିଛି। ଆଗରୁ ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ନିଜର ଇସ୍ତଫାପତ୍ରରେ ବିଜେଡି ଖଣ୍ଡପଡ଼ାରୁ ଜଣେ ଗଞ୍ଜେଇ ମାଫିଆଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛି ବୋଲି ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ବିଧାନସଭାରେ ନବୀନ ବାବୁ ଦିନେ ଗଞ୍ଜେଇ ମାଫିଆ ଭାବରେ ଯାହାଙ୍କ ନାମ ଉଲ୍ଲେଖ କରିଥିଲେ ତାଙ୍କର ଧର୍ମପତ୍ନୀଙ୍କୁ ସେ ବିଜେଡି ଟିକେଟ୍ ଦେଲେ, ଯାହା ପ୍ରମାଣିତ କରୁଛି ଯେ ବିଜେଡି ଓ ଗଞ୍ଜେଇ ମାଫିଆଙ୍କ ସମ୍ପର୍କ ବେଶ୍ ଘନିଷ୍ଠ। ଆଗରୁ ବିଜେଡି ନିର୍ବାଚନ ଜିତିବା ପାଇଁ ହିଂସା ଓ ବ୍ୟାପକ କଳା ଟଙ୍କା ସହ ମଦର ସାହାରା ନେଉଥିଲା। ଏବେ ବିଜେଡି ପାଇଁ ନୂଆ ସାହାରା ଗଞ୍ଜେଇ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି। ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଯାଜପୁର ଜିଲ୍ଲାରେ ଝୁମୁରି ପାତ୍ର ନାମକ ଜଣେ ମହିଳାଙ୍କୁ ବ୍ରାଉନ୍ ସୁଗାର କାରବାରରେ ଗିରଫ କରାଯାଇଥିଲା। ବିଜେଡିର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଘନିଷ୍ଠ ସହଯୋଗୀ ଝୁମୁରିଙ୍କ ଉପରେ ବିଜେଡିର ସୁରକ୍ଷା କବଚ ଥିଲା। ସେହିଭଳି ଜଗତସିଂହପୁର ଜିଲ୍ଲାରେ ବ୍ରାଉନ୍ ସୁଗାର ବ୍ୟବସାୟରେ 5 ଜଣ ଗିରଫ ହୋଇଥିଲେ। ସମସ୍ତେ ବିଜୁ ଛାତ୍ର ଜନତା ଦଳର ନେତା ଥିଲେ। ସେହିଭଳି ଜଳେଶ୍ୱର ଥାନାର ତତ୍କାଳୀନ ଆଇଆଇସି ମଧ୍ୟ ବ୍ରାଉନ୍ ସୁଗାର ବେପାରୀଙ୍କୁ ସୁରକ୍ଷା ଦେଉଥିବାର ଏକ ଫୋନ୍ ରେକର୍ଡିଂ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏଥିରେ ବିଜେଡିର କିଛି ନେତାଙ୍କ ବିଷୟରେ ଉଲ୍ଲେଖ ଥିଲା। ଆମ ଓଡ଼ିଶା ନବୀନ ଓଡ଼ିଶାର ଗତି କୁଆଡ଼େ? ଓଡ଼ିଶାକୁ ଗଞ୍ଜେଇ ବ୍ରାଉନ୍ ସୁଗାର ହବ୍ କରିବା ପାଇଁ ଚାହୁଁଛନ୍ତି କି ମୁଖ୍ୟମନ୍ତ୍ରୀ? ଏବେ ନିର୍ବାଚନ ଚାଲିଛି। ମେ 1ରୁ 23 ତାରିଖ। ମାତ୍ର 23 ଦିନ ଭିତରେ ଓଡ଼ିଶାର 2,49,510 ଲିଟର ଚୋରା ବିଷାକ୍ତ ମଦ ଧରାପଡ଼ିଛି। ସେହିଭଳି 410 କିଲୋଗ୍ରାମ ଭାଙ୍ଗ, 2,951 କିଲୋଗ୍ରାମ ଗଞ୍ଜେଇ, 2,558 ଗ୍ରାମର ହେରୋଇନ୍ ଜବତ ହୋଇଛି। ମାତ୍ର 23 ଦିନ ଭିତରେ ଏତେ ବିପୁଳ ପରିମାଣର ନିଶା ଜବତ ହେବା ଘଟଣାରୁ ଅନୁମାନ କରାଯାଇପାରେ ଯେ ଓଡ଼ିଶାର ସ୍ଥିତି କେତେ ସଙ୍ଗୀନ। ବିନା ଶାସକ ଦଳର ସମ୍ପୃକ୍ତିରେ ଏହା କଦାପି ସମ୍ଭବ ନୁହେଁ। ବିଜେଡିର ଘରେ ଘରେ ଶଙ୍ଖ ସ୍ଲୋଗାନକୁ ସେମାନେ ଘରେ ଘରେ ଗଞ୍ଜେଇ ଓ ମଦ କରିବା ପାଇଁ ଚାହୁଁଛନ୍ତି। ଯୋଡ଼ି ଶଙ୍ଖକୁ ଭୋଟ ଦିଅ ବୋଲି ବିଜେଡିର ଗୁମାସ୍ତା ବିକେ ପାଣ୍ଡିଆନ ବୁଲି ବୁଲି ପ୍ରଚାର କରୁଛନ୍ତି। ବାସ୍ତବରେ ଯୋଡ଼ି ଶଙ୍ଖର ଅର୍ଥ ଗଞ୍ଜେଇ ଓ ମଦ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ୍ ଏଜେନ୍ସି।